ସାଙ୍ଗମାନେ 10ଟା ବେଳଠାରୁ ଆଇଲୁ ମନ୍ଦିରକୁ ଆସି ଏଇଠି ବଇଛି। ସାଙ୍ଗମାନେ ଦେଖନ୍ତୁ କାଉଡ଼ି ଭକ୍ତମାନେ ଚାଲି ଦେଖନ୍ତୁ ଏଇ ବାହାର ସାରିଲାଣି ଆଜି ଜୟ ଜଗନ୍ନାଥ। ସାଙ୍ଗମାନେ ଶୁଭ ସକାଳ। ସାଙ୍ଗମାନେ ଆଜି ହେଉଛି ଅଗଷ୍ଟ 15। ଆଜି ସବୁ ସ୍କୁଲ ମାନଙ୍କରେ ଆଉ ଗଭର୍ଣ୍ଣମେଣ୍ଟ ଅଫିସ୍ ମାନଙ୍କରେ ସ୍ୱାଧୀନତା ଦିବସ ପାଳନ କରାଯିବ। ଆମର ଜାତୀୟ ପତାକା ଉତ୍ତୋଳନ କରାଯିବ ଆଉ ଜାତୀୟ ସଙ୍ଗୀତ ଗୀତ ଗାନ କରାଯିବ। ସାଙ୍ଗମାନେ ଆମେ ବି ଛୋଟବେଳେ ଏମିତି କରୁଥିଲୁ। ବର୍ତ୍ତମାନ ଆମ ପିଲା ଛୁଆ ସବୁ ସ୍କୁଲ ଯାଇକି ପାଳନ କରୁଛନ୍ତି। ସାଙ୍ଗମାନେ ଦେଖିବା ଦିନ ମନ ବ୍ଲଗ୍ରେ ଆଜି କ'ଣ ହେଉଛି ଫଲୋ ମି। ସାଙ୍ଗମାନେ ଆଜି ହେଉଛି 80ତମ ସ୍ୱାଧୀନତା ଦିବସ। ଛୋଟବେଳେ ମୁଁ ବି ଦିନେ ସ୍କୁଲ ଯାଉଥିଲି, ଅଗଷ୍ଟ 15 ପାଳୁଥିଲି। ଆଉ ଆଜି ମୋ ପୁଅ ଅଗଷ୍ଟ 15 ପାଳିବା ପାଇଁ ସ୍କୁଲ ବାହାରିଛି। ମାନେ ସମୟ କେତେବେଳେ ଗଡ଼ି ଯାଉଛି ଜଣାପଡ଼ୁନି। ମାନେ ସମୟ ଚକରେ ମଣିଷ ଯେମିତି ପେଶି ଯାଇଛି। ଖାଲି ଆମର ଅଗଷ୍ଟ 15 ଆସିଲେ ଖାଲି ଦେଶ ସ୍ୱାଧୀନ କରିବାକୁ ଇଚ୍ଛା ହୁଏ। ଅଲଗା ବେଳେ ସବୁ କୁଆଡ଼େ କେମିତି ସମସ୍ତେ ଭୁଲି ଯାଉଛନ୍ତି। ତା ଭିତରେ ମୁଁ ବି ଜଣେ ଅଛି। ମୁଁ କହିବା କଥା ସମସ୍ତଙ୍କୁ, ମୁଁ ବି ନିଜେ। ତଥାପି ଯାହା ହଉ ଆମ ଦେଶ ଆଜିକା ଦିନରେ ସ୍ୱାଧୀନତା ପାଇ ଲାଭ କରିଥିଲା। ଆଉ ତା ପାଇଁ ଆମର ଅଗଷ୍ଟ 15କୁ ସ୍ୱାଧୀନତା ଦିବସ ରୂପେ ପାଳନ କରାଯାଏ। ଆଉ ମୋ ପୁଅ ଦେଖନ୍ତୁ ଏଇ ବାହାର ସାରିଲାଣି। ଆଜି ତାଙ୍କ ସ୍କୁଲରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ତା ସହିତ ଡିବେଟ୍ ବି ହେବ, ଡ୍ୟାନ୍ସ ବି ହେବ, ପୁରା ପରଫର୍ମାନ୍ସ ହେବ। ଆଉ ସୋନୁ ଆମର ବାହାର ସାରିଲାଣି। ସୋନୁ ସ୍କୁଲ ପାଇଁ ରେଡ଼ି ହେଇସାରିଲୁ? ହଁ। ଆଜି ତମ ସ୍କୁଲରେ ଭାଷଣ ତମେ ଦେବ? ଦେବ? ଭାଷଣ ଶିଖିଛ? ଆଉ ଭାଷଣ କେମିତି ଦେବ? ଡାକୁନାହାନ୍ତି? ଆଉ ମୁଁ ଆଜି ଟିଚର ମାନଙ୍କୁ କହିବି ଆଉ ମୁଁ ଡାକିବି ଆଉ। ସୋନୁ ଆମର ପୁରା ରେଡ଼ି। ସାଙ୍ଗମାନେ 10ଟା ବେଳଠାରୁ ଆଇଲୁ ମନ୍ଦିରକୁ ଆସି ଏଇଠି ବଇଛି। ବର୍ଷା କମିବାର ନାଁ ବି ନେଉନି। ଘଡ଼ଘଡ଼ି ମାରୁଛି। ମୁଁ ଏଇଠି ମୋ ସାଙ୍ଗରେ 7-8 ଜଣ ଥିଲେ, ସିଏ ପଳେଇଗଲେ, ମୁଁ ଏଠି ବସିଛି। ବର୍ଷା ମାନେ ହେବି ଜୋର ବର୍ଷା ଆସୁଛି ଦେଖନ୍ତୁ। ସେଥିରେ ଗାଡ଼ି ଯିବା ଆସିବା କରୁଛି। ମୁଁ ବଇଛି ଆଉ ସେଠି ବାଛୁରୀ ଓଦା ହେଇଛନ୍ତି ଠିଆ ହେଇଛନ୍ତି। ବର୍ଷା ଦେଖୁନି କେତେ ଜୋର ପକଉଛି। ଅଶ୍ଵେଶ୍ୱର ପାର୍କ ଆଗରେ ମୁଁ ବଇଛି ଆଉ। ସାଙ୍ଗମାନେ ଦେଖନ୍ତୁ କାଉଡ଼ି ଭକ୍ତମାନେ ଚାଲିଛନ୍ତି। ଯେହେତୁ ବାବା ଗୋରଖନାଥଙ୍କ ମୁଖେ ବର୍ଷା ଆମର ହେଇଯାଇଛି। ଆଉ କାଉଡ଼ି ଭକ୍ତମାନେ ସବୁ ଚାଲିଛନ୍ତି ବୋଲବମ୍। ବହୁତ ଦୂରରୁ ବୋଧେ ଭକ୍ତମାନେ ଆସିଛନ୍ତି। ଆଉ ଗୋଡ଼ ସବୁ ଫୁଲି ଯାଇଛି, ଫଟକା ହେଇଯାଇଛି, ଆଉ ଯାଇପାରୁନାହାନ୍ତି। ପ୍ରବଳ ଭକ୍ତ। ବର୍ଷାର ଟିପିଟିପିରେ ସବୁ କାଉଡ଼ି ଭକ୍ତମାନେ ଚାଲିଛନ୍ତି। ଆମର ସାଙ୍ଗମାନେ ଦିନ ସାରା ବର୍ଷାରେ ଆଜି ଗୋଟେ ମୁଁ ଦେଖିବାକୁ ପାଇଲି ଗୋଟେ ଜିନିଷ। ବିଲେଇ ତା'ର କଅଁଳିଆ ଘାସ ଖାଉଛି। ଆଉ ମୋତେ ଦେଖିକି ଟିକେ ଆଶ୍ଚର୍ଯ୍ୟଜନକ ଲାଗିଲା। ମୁଁ ଭିଡ଼ିଓଟେ କରିଦେଲି। କାହିଁକିନା ବିଲେଇ କ'ଣ ପାଇଁ ଘାସ ଖାଏ? କିଛି କିଛି ଲୋକଙ୍କ ଭିତରୁ ଶୁଣିବାକୁ ପାଇଲି ବିଲେଇ ଦେହ ଯଦି ଖରାପ ହୋଇଥାଏ, ପେଟ ଖରାପ ଥାଏ, ସେ ଘାସ ଖାଏ। ଆଉ ସେ ତା'ର ଚୁପ୍ ଚୁପ୍ କରି କଅଁଳିଆ ଘାସ ଖାଉଛି। ଭଲ ଲାଗିଲା। କଅଁଳିଆ ଘାସ ବାଛିକି ସେ ଖାଉଛି। ଚୁପଚାପ ବସି ଖାଉଛି। ମୁଁ ଭିଡ଼ିଓ କରିଚାଲିଲି। ବହୁତ ଭଲ ଲାଗିଲା ଦେଖିକି। ଆଉ କମେଣ୍ଟରେ ଜଣାନ୍ତୁ ବିଲେଇ କ'ଣ ପାଇଁ ଘାସ ଖାଏ। ଯେଉଁମାନେ ଜାଣିଛନ୍ତି କମେଣ୍ଟରେ ଜଣାନ୍ତୁ। ଧାନ ପତ୍ର, ଛୋଟ ଛୋଟ ଧାନ ପତ୍ର, କଅଁଳିଆ ଅଗି ପତ୍ର ବସିକି ଖାଉଥାଏ। ଦେଖନ୍ତୁ ଏପଟେ ଏଇ ଲୁଚିଗଲା। ଏଇ ସାଇଡ଼୍ରେ ଦେଖନ୍ତୁ ପୁରା ଲୁଚିକି ଧାନ ସେ ଖାଉଛି। ମୋତେ ଦେଖିଗଲା ବୋଧେ ନା ପଳେଇବ। ଭଗବାନଙ୍କ ସୃଷ୍ଟି ଲୋକଙ୍କ ପାଇଁ ମେଡ଼ିସିନ୍ ରଖିଛନ୍ତି। ତା ପାଇଁ ମେଡ଼ିସିନ୍ ହେଉଛନ୍ତି ଔଷଧ ଜାତୀୟ ଘାସ ପତ୍ର, କଅଁଳିଆ ପତ୍ର ସବୁ ତା'ର ଖାଉଛି ବସି ଆଉ। ସାଙ୍ଗମାନେ ଏଇ ଶ୍ରାବଣ ମାସ ଆସିଲେ ପୁରା ଭକ୍ତିମୟ ପରିବେଶ ଲାଗେ। କାହିଁକିନା ସବୁ ଶ୍ରାବଣ ମାସରେ ପାଣି ଭାର ଉଠାନ୍ତି ଆଉ ବହୁତ ଭଲ ଲାଗେ। ଆଜି ଅଗଷ୍ଟ 15 ସାଙ୍ଗକୁ
ଏଠି ଏଇ ଦେଖନ୍ତୁ ଗୋଟେ ପୁଳା ଅଛି ରଙ୍କାଳ ଗ୍ରାମକୁ ଯିବେ। ଗଡ଼ଗଡ଼ିଆରୁ ପାଣି ଉଠାଇଛନ୍ତି, ରୋଷେଇ କରିଛନ୍ତି ଏଇଠି। ତାଙ୍କ ପିଲା ଖାଇବେ 30ରୁ 40 ଜଣ। ଆଉ ଏପଟେ ଭକ୍ତିର ପରିବେଶ ଛୁଟି ଯାଇଛି। ସବୁ ଶ୍ରାବଣ କାଉଡ଼ି ଭାଇମାନେ ପାଣି ଉଠେଇକି ବାବା ଗୋରଖନାଥ ଅଭିମୁଖେ ଯାଉଛନ୍ତି, କିଏ ତାଙ୍କ ନିଜ ପ୍ରଭୁଙ୍କ ଠାକୁର ପାଖକୁ ଯାଉଛନ୍ତି। ଏପଟେ ଭାଇମାନେ ବି ସବୁ ଆସିଲେଣି। ଆଉ ଏପଟେ ଦେଖନ୍ତୁ କାଉଡ଼ି ଭକ୍ତ ପୁରା ଭିଡ଼ ଜୋର ଲାଗିଛି, କାହିଁକିନା ଯେହେତୁ ଶ୍ରାବଣ ମାସରେ ବୋଲବମ୍ ଯିବା ପାଇଁ। ପୁରା ଦେଖନ୍ତୁ ସୁଅ ପୁରା ଯେମିତି ପାଣି ଭଳିଆ ସୁଅ ଛୁଟିଛନ୍ତି ଶ୍ରାବଣ ମାସରେ ବୋଲବମ୍ ଯିବା ପାଇଁ। ଏଇଟା ତୃତୀୟ ପାଳି। ତୃତୀୟ ପାଳିରେ ବୋଲବମ୍ ଯିବା ପାଇଁ ଆଜି ହେଉଛି ଶନିବାର, କାଲି ରାତି ପାଳେ ରବିବାର ଆହୁରି ପ୍ରବଳ ଭକ୍ତ ପାଣି ଉଠେଇବେ। ଇଏ ଭାଇ ଅଛନ୍ତି ବେଲାରପୁର କେନ୍ଦ୍ରାପଡ଼ା। ଇଏ ଭାଇ ଆସି ଏଠି ହନୁମାନ ଛକରେ ଆମର ରହିଛନ୍ତି ପାଣି ଭାର ନେଇକି ଯିବା ପାଇଁ। ଆଉ କିଛି ଭାଇ ଦେଖନ୍ତୁ ଏଇ ଯାଉଛନ୍ତି ମଙ୍ଗଳା ଘାଟରୁ ପାଣି ଉଠେଇକି ଶ୍ରାବଣ ମାସରେ ପାଣି ଭାର ନେଇକି ଯିବା ପାଇଁ। ପୁରା ଭକ୍ତିମୟ ପରିବେଶ ହୋଇଯାଇଛି। ଅଗଷ୍ଟ 15 ସକାଳୁ ସକାଳୁ 80ତମ ସ୍ୱାଧୀନତା ଦିବସ ପାଳନ କରି ବର୍ତ୍ତମାନ କାଉଡ଼ି ଭକ୍ତମାନେ ଶ୍ରାବଣ ମାସରେ ପାଣି ପାଇଁ ନେଇ ଗୋରଖନାଥ ଅଭିମୁଖେ ବାହାରିଛନ୍ତି। ପୁରା ଭକ୍ତିମୟ ପରିବେଶ। ଆଉ ଦେଖନ୍ତୁ ଟି ସାର୍ଟ ବି ଭଲ ପ୍ରିଣ୍ଟ କରିଛନ୍ତି। ଦେଖନ୍ତୁ ପୁରା ଏଇ ଭାଇମାନେ ବାହାରିଲେ। ଆମର ଏଇଟା ବୋଧେ କେଲ ପିଲା, ଆମର ବୋଧେ କେଲ ପିଲା ବୋଧେ, ହଁ ବାହାରିଲେ ବାବା ଗୋରଖନାଥ ଅଭିମୁଖେ। ଆଜି 2 ଦିନ ପୂର୍ବରୁ ବାହାରୁଛନ୍ତି, କାହିଁକିନା ଧୀରେ ଧୀରେ ଯିବେ, କଷ୍ଟ ବାଟ। ଆଉ ଏ ଭାଇମାନେ ସବୁ ପାଣି ଆଣି ରୋଷେଇ କରିବା ପାଇଁ ପାଣି ନେଉଛନ୍ତି। ଭାଇଙ୍କ ସୁନ୍ଦର ଯିବା ବୋଲବମ୍ ଅତି ସୁନ୍ଦର ଲାଗୁଛି। ଏ ଭାଇ ଦେଖନ୍ତୁ ଅତି ସୁନ୍ଦର ପରିମଳ ବ୍ୟବସ୍ଥା ବି ହେଇଛି। ପାଣି ମହାନଦୀରେ ଆମର ପାଣି ବି ଆସିଛି। ମହାନଦୀ ଚିତ୍ତଚୁଆଲୁଣାରେ ପାଣି ଆସିଯାଇଛି। ଆଉ ତାରୁ ପାଣି ଧରି ବାବା ମୁଖ୍ୟ ବାହାରିଲେ। ଛୋଟ ଛୋଟ ପିଲାମାନେ ଅଛନ୍ତି, ବଡ଼ ଭାଇମାନେ ଅଛନ୍ତି। ଅତି ସୁନ୍ଦର ଲାଗୁଛି ପରିବେଶମୟ। ପୁରା ଭାଇମାନେ ବୋଲ ଡାକି ଚାଲିଛନ୍ତି ବାବା ଗୋରଖନାଥ ଅଭିମୁଖେ। ସବୁ ଜାଗା ଏଇ ବାହାରିଛନ୍ତି ଦେଖନ୍ତୁ ଲାଇନ୍ ହେଇ 15-20 ଜଣ ପିଲା। ଇଏ ଆମ କେଲ ପିଲା। ପୁରା ଭକ୍ତିମୟ ପରିବେଶ ହେଇଯାଇଛି ଆମ ହନୁମାନ ମା ମଙ୍ଗଳାଙ୍କ ପାଖରେ।